ମାଲୋ ତୋ ଦୁଃଖ ଆଉ ମୁଁ ଦେଖିପାରୁନି। ତୁ ଏତେ କଷ୍ଟ ପାଉଛୁ ମୁଁ ଜମା ସହିପାରୁନି। ତୋତେ ଏମିତି ଅବସ୍ଥାରେ ତୋ ପୁଅ ଜମା ଦେଖିପାରୁନି ଲୋ ମା। ତୁ ପାଉଥିବା କଷ୍ଟ ଯନ୍ତ୍ରଣା ମୋତେ ରାତିରେ ଶୋଇବାକୁ ଦେଉନି। ସାରା ରାତି ତୁ ପାଉଥିବା କଷ୍ଟ ମୋତେ ବିଚଳିତ କରୁଛି। ବିଶ୍ୱାସ କରେ ମୋତେ ଏସବୁ ଜମା ଭଲ ଲାଗୁନି। ମୋତେ ଏତେ କଷ୍ଟ ହେଉଛି ଯେ ମରିଯିବାକୁ ଇଚ୍ଛା ହେଉଛି। ମୁଁ ଚାଲିଗଲା ପରେ ବାପା ତୋର ଯତ୍ନ ନେବେ। ବାପା ମାର ଯତ୍ନ ନିହାତି ନେବ। ଏତିକି ତୁମକୁ ତୁମ ହତଭାଗା ପୁଅର ଗୁହାରି। ଏହା ଥିଲା ପୁଅର ମା'କୁ ଶେଷ ମେସେଜ। ହଁ ଆଜ୍ଞା, ମା'ଙ୍କ ରୋଗ ଯନ୍ତ୍ରଣା ପୁଅ ପାଇଁ ହେଲା ଅସହ୍ୟ। ବୁର୍ଲା ଭୀମସାରରୁ ହଠାତ୍ ନିଖୋଜ ହୋଇଗଲା 22 ବର୍ଷୀୟ ପୁଅ। ଆଉ ନିଖୋଜର କିଛି ସମୟ ପରେ ବୁର୍ଲା ପାୱାର କେନାଲରେ ଜୀବନ ହାରିଦେଲା ପୁଅ। ତେବେ ମୃତ୍ୟୁ ପୂର୍ବରୁ ମା'ଙ୍କ ମୋବାଇଲକୁ ଶେଷ ମେସେଜ ଛାଡ଼ି ପୁଅ ସୌରଭ ପାୱାର କେନାଲକୁ ଡେଇଁ ଜୀବନ ହାରିଦେଇଛି। ସେହି ଶେଷ ମେସେଜରେ ଥିଲା, ମା ମୁଁ ତୁମ ଦୁଃଖ ଦେଖିପାରୁନି। ବୁର୍ଲା କେନାଲରେ ମୁଁ ମୋ ଜୀବନ ହାରିବି। ମା'ଙ୍କ ମୋବାଇଲରେ ଛାଡ଼ିଗଲା ଏହି ଶେଷ ମେସେଜ। ବଲାଙ୍ଗୀର ମହାଲକ୍ଷ୍ମୀ ନଗରର 22 ବର୍ଷୀୟ ସୌରଭ ସମ୍ବିତ ତ୍ରିପାଠୀ 22 ତାରିଖରୁ ନିଖୋଜ ହୋଇଯାଇଥିଲେ। 22 ତାରିଖରୁ ପୋଲିସ ଓ ଅଗ୍ନିଶମ ବାହିନୀ ମିଶି ଖୋଜିଥିଲେ। ଆମେ 2 ଦିନ ତଳେ ଗୋଟେ ଖବର ପାଇଲୁ ଯେ ସମ୍ବିତ କହିକିରି ଗୋଟେ ଜଣେ ଆମର ପାୱାର କେନାଲ ଭିତରେ ସେ ବୁଡ଼ି ଯାଇଛନ୍ତି କହିକି ଖବର ପାଇଥିଲୁ। ଆଉ ଥାନାର ତଥା ଆମେ କାଲି ଦିନ ତମାମ ଖୋଜିଲୁ, କିନ୍ତୁ କୌଣସି ପ୍ରକାର ତାଙ୍କର ସନ୍ଧାନ ପାଇଲୁନି। ଆଜି ସକାଳେ ଆମେ ଚିପିଲମାରୁ ଖବର ପାଇଲୁ ଯେ ଚିପିଲମା ପାୱାର କେନାଲ ପାଖରେ ସେ ଶବଟା ଭାସୁଛି। ଆମେ ଆମର ସଦଳେ ବେଳେ ସବୁ ଆସି ପହଞ୍ଚିଲୁ ଏବଂ ସଫଳତାର ସହିତ ଆମର ଡେଡ୍ ବଡ଼ିକୁ କାଢ଼ିକି ଆମେ ପୋଲିସକୁ ହସ୍ତାନ୍ତର କରିକି ଆମେ ଏବେ ଆମର କେନ୍ଦ୍ରକୁ ଫେରିଯିବୁ। ହଁ, ସେ ଆମେ ପାଣିରେ ବୁଡ଼ିକି ସେ ତାଙ୍କର ମୃତ୍ୟୁ ହୋଇଛି। ଏପଟେ ମା କିଡନୀ ରୋଗରେ ପୀଡ଼ିତ ହୋଇ ନେଫ୍ରୋଲୋଜି ବିଭାଗରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଆଜି ସକାଳୁ ସକାଳୁ ସୌରଭଙ୍କ ମୃତଦେହ ଚିପିଲିମା କେନାଲରେ ଭାସୁଥିବାର ଦେଖିବାକୁ ମିଳିଥିଲା। ରୋଗିଣା ମା ଜାଣିନି ତାର ସୁନା ପୁଅ ଆଜି ଏ ଦୁନିଆରେ ନାହିଁ ବୋଲି। ନିହାତି ଭାବେ ଦୁଃଖ ଲାଗୁଛି ଯେ ପୁଅ ମାର ଏମିତି ଅବସ୍ଥାରେ ଏପରି ଚରମ ନିଷ୍ପତ୍ତି କେମିତି ନେଇପାରିଲା। ପରିସ୍ଥିତି ଯେତେ ବି ଖରାପ ଥାଉ ନା କାହିଁକି ତାକୁ ସାମ୍ନା କରି ସଳଖି ଛିଡ଼ା ହେବା ହେଉଛି ମଣିଷପଣିଆ। ନା କି ଏମିତି ପଦକ୍ଷେପ ନେବ ଯାହାର ଅନ୍ତ କାହା ପାଇଁ ବି ମଙ୍ଗଳକର ନୁହେଁ। ଯେଉଁ ସମୟରେ ମା ପାଇଁ ତାର ପୁଅ ପରିବାର ସହ ଢାଲ ହୋଇ ଛିଡ଼ା ହେବା କଥା, ସେ ଆଜି ହାରିଯାଇଛି ମାର କଷ୍ଟ ଦେଖି। ହେଲେ ପୁଅ ଜାଗାରେ ମା ଥିଲେ କ'ଣ ଏମିତି କରିପାରିଥାନ୍ତା? ଲଢ଼ିଥାନ୍ତା ଶେଷ ରକ୍ତବିନ୍ଦୁ ପର୍ଯ୍ୟନ୍ତ। ଈଶ୍ୱର ଯାହାର ଯେତିକି ଆୟୁଷ ଲେଖିଛନ୍ତି ସେ ସେତିକି ହିଁ ଜୀବ। ଆମେ କେବଳ ମାଧ୍ୟମ ହୋଇ କର୍ତ୍ତବ୍ୟ କରିବା। ତେଣୁ ଜୀବନ ହାରିବା ସମାଧାନ ନୁହେଁ। ଜୀବନ ଯିବା ପାଇଁ ଲଢ଼େଇ କରିବା ହେଉଛି ସାହସ ଓ ସଫଳତାର ପୁଞ୍ଜି। ଏ ପୁଅଟି ପାଇଁ ଆମେ ଅତ୍ୟନ୍ତ ଦୁଃଖିତ। ପ୍ରାର୍ଥନା କରୁଛୁ ମା ଅନ୍ତତଃ ଭଲ ହୋଇଯାଆନ୍ତୁ। ସମ୍ବଲପୁରରୁ ଶ୍ରବଣପତିଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।